ଦୀର୍ଘ 152 ପରେ ରାଶିଚକ୍ରରେ ବନିବାକୁ ଯାଉଅଛି ବିରଳ ମହାସଂଯୋଗ। ତେଣୁ ଦୁଇଟି ବଡ଼ ବଡ଼ ଗ୍ରହ ରାଶି ପରିବର୍ତ୍ତନ କରୁଥିବାରୁ ଏହି 7 ଗୋଟି ରାଶି ହେବେ ଅତ୍ୟନ୍ତ ଭାଗ୍ୟଶାଳୀ। 2025ର ଶେଷ ଅମାବାସ୍ୟା ହେଉଛି ବଉଳ ଅମାବାସ୍ୟା। ତେଣୁ ଏହି ବଉଳ ଅମାବାସ୍ୟାରେ ଏହି 7 ଗୋଟି ରାଶି ହେବେ ରଙ୍କରୁ ରାଜା, ଭିକାରୀରୁ ହେବେ କୋଟିପତି। ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହୁଥିବାରୁ ଏମାନେ କୋଟିପତି ରାସ୍ତାରେ ଚାଲିବାକୁ ଯାଉଅଛି। ଏମାନଙ୍କ ଜୀବନରେ ଯାହା କିଛି ସମସ୍ୟା ଲାଗି ରହିଥିଲା ତାହା ଏହି ବଉଳ ଅମାବାସ୍ୟା ଠାରୁ ଦୂର ହେବାକୁ ଯାଉଅଛି। ଏମାନଙ୍କର ଭାଗ୍ୟ ଏବେ ସୁନା ଭଳି ଚମକିବାକୁ ଯାଉଅଛି। ହାତୀ ଢାଳିବ ଏମାନଙ୍କ ଉପରେ ସୁନାର କଳସ, ବଦଳିଯିବ ଏମାନଙ୍କର ଭାଗ୍ୟ। ତେବେ ଚାଲନ୍ତୁ ଜାଣିବା ସେହି 7 ଗୋଟି ଭାଗ୍ୟଶାଳୀ ରାଶି କିଏ କିଏ, ଯାହା ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବାକୁ ଯାଉଅଛି। ତେବେ ଏହି କଥା ଜାଣିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ବଉଳ ଅମାବାସ୍ୟା ଠାରୁ ଏହି 7 ଗୋଟି ରାଶିଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଏମାନେ ଯାହା ଇଚ୍ଛା କରିବେ ତାହା କରିପାରିବେ। ଏମାନଙ୍କୁ ମିଳିବ ବଡ଼ ବଡ଼ ଖୁସିର ଖବର। ଏମାନେ କିଣିବେ ଘର ଓ ଜମିବାଡ଼ି। ତେବେ ଆସନ୍ତୁ ଜାଣିବା ସେହି 7 ଗୋଟି ଭାଗ୍ୟଶାଳୀ ରାଶିଙ୍କର ନାମ। ପ୍ରଥମ ରାଶି ହେଉଛି ମେଷ, ଦ୍ୱିତୀୟ ବୃଷ, ତୃତୀୟ କନ୍ୟା, ଚତୁର୍ଥ ତୁଳା, ପଞ୍ଚମ ଧନୁ, ଷଷ୍ଠ ମିଥୁନ, ସପ୍ତମ ସିଂହ ରାଶି।